ସମସ୍ତଙ୍କୁ ନମସ୍କାର ମୋର ଆପଣମାନେ ଏଇଠି ଯେ ବସିଛନ୍ତି ଏତେ ଦୀର୍ଘ ସମୟରେ ଆଜି ପୁରା ଦିନ ବସିଛନ୍ତି ମୁଁ ବୁଝିପାରୁଛି ଆପଣମାନଙ୍କର ଯାହା ବି ଆପଣମାନଙ୍କର ଦାବି ଅଛି ଆପଣମାନଙ୍କର ରବି ପାଇଁ ଯେ ଯେତେ ପାଣିର ଦାବି ଅଛି ଆମେ ସମସ୍ତେ ଜାଣିଛୁ ସେଇଟା ଆପଣମାନେ ଏଇଟା ପ୍ରଥମବାର ନାହିଁ ଏ ଆଗରେ ବି ବହୁତ ଥରେ ଆମେ ସେଇଟା ଡିସ୍କସନ୍ କରି ସାରିଛୁ ଅଫିସିଆଲ ଲେଭେଲରେ ବହୁତ ଥରେ ଆମେ ଚେଷ୍ଟା କରୁଛୁ ସେଇଟା ଯେ କେମିତି ଆମେ ସମାଧାନ କରିବା ସେଇଟା ଆପଣମାନଙ୍କୁ ବି ଡାକିଥିଲୁ ଆମେ ଗୋଟେ ମିଟିଂ ଖାଲି ଆମର କୋକସାରା ଅଥବା ଜୟପାଟନା ନାହିଁ ପୁରା ଆମର ସବ୍ ଡିଭିଜନ ହଉ ଅଥବା ଆମର ଜିଲ୍ଲା ସ୍ତରୀୟ ଯାହା ବି ଚାଷୀ ଲିଡର୍ସ ଥିଲେ ସମସ୍ତଙ୍କୁ ଡାକିକି ଆମେ ଗୋଟେ ମିଟିଂ ନେଇଥିଲୁ କେମିତି ଗୋଟେ ସମାଧାନ କରିପାରିବା ସେଇ ଗୋଟେ ଭଲ ଭାବରେ ପୁରା ଡିଟେଲରେ ବି ଆଲୋଚନା କରିଥିଲୁ ଆପଣମାନେ ଜାଣିଥିବେ ସେଇଠି ଆପଣମାନଙ୍କୁ ଅବଗତ କରାଯାଇଥିଲା ଯେ ବର୍ଷ ଇନ୍ଦ୍ରାବତୀରେ ଆମର କରିବ ଆପଣଙ୍କର 18% ପାଣି କମ୍ ଅଛି ଗଲା ବର୍ଷରୁ ତ ରିଜର୍ଭରରେ ଯେହେତୁ ପାଣି କମ୍ ଅଛି ସେଥିପାଇଁ ଏ ବର୍ଷର ସମସ୍ୟା ଦେଖାଯାଇଛି ଯେ ସମସ୍ୟା ଫଳରେ କ'ଣ ହେଇଛି ଆପଣଙ୍କର এই ବର୍ଷ ଆମର ଗଲା ବର୍ଷର ଯେତେ ଭୂମି ଆମର ଇରିଗେଟେଡ୍ ହେଇଥିଲା ଆମର ସେଚ ଆସିଥିଲେ ସେଇ ବର୍ଷର କମ୍ ହେଇଯାଇଛି ତ ସେଇ ଜାଗାରେ କ'ଣ ଦେଖାଯାଉଛି ଯେ ଆମର ଗାଇଡଲାଇନ୍ସରେ ଯେମିତି ଅଛି ଓନ୍ଲି ଆମର ଯଦି କେନାଲ ସିଷ୍ଟମରେ ଅଧିକ ପାଣି ଥିବ ତାରପରେ ଯାଇକି ଆମର ଲିଫ୍ଟ ସିଷ୍ଟମରେ ଦିଆଯିବ ପାଣି ସେଇ ପରିପ୍ରେକ୍ଷୀରେ କ'ଣ ହେଉଛି ଆମର ଆମକୁ ଦେଖିବାକୁ ପଡୁଛି କେମିତି ଆମର କେବଳ ଗୋଟେ ଇଲାକା ନାହିଁ ବଟ୍ ପୁରା ଜିଲ୍ଲା ହଉ ଅଥବା ଆମର ସବ୍ ଡିଭିଜନ ହଉ କେମିତି ସମସ୍ତଙ୍କର ମାନେ ଚାଷୀ ଅଧିକ ମାତ୍ରାରେ ଅଥବା ଅଧିକ ସଂଖ୍ୟାରେ ଅଧିକ ଚାଷୀମାନଙ୍କୁ କେମିତି ଆମେ ସେଚ ବ୍ୟବସ୍ଥା ପଠାଇ ପାରିବା ତ ସେଇଭଳିଆ ଗୋଟେ ସମାଧାନ ଆମେ ଯେଟା ଆପଣମାନେ କହୁଛନ୍ ମାନେ ଜାଣିଛନ୍ ଯେ ସେଇଭଳିଆ ସମାଧାନ ଆମେ ଗୋଟେ ଦାବି ଅଥବା ଦାବି କହୁଛେ ଆପଣମାନଙ୍କର ଦାବି ଦେଖିକି ଆମେ ଗୋଟେ ସମାଧାନ ବାହାର କରିଥିଲୁ ତ ସେଇ ସମାଧାନରେ ଆମର ଯାହା ଇନ୍ଦ୍ରାବତୀର ସେମାନେ ଆଗରେ କରିଥିଲେ ସେଇଠାରୁ ଆମେ 4000 ଅଥବା 4500 ହେକ୍ଟର ଅଧିକ ବଢ଼ାଇବା ପାଇଁ ଆମେ ଗୋଟେ ସଲ୍ୟୁସନ୍ ବାହାର କରିଥିଲୁ କେବଳ ଆପଣଙ୍କର ଗାଇଡଲାଇନ୍ରେ ଯେହେତୁ ଅଛି আর এମିତି ଦେଖାଯାଉଥିଲେ ଯେ ଲିଫ୍ଟରେ ଯଦି ଆମର ଗୋଟେ ପମ୍ପ ଚାଲିବାକୁ ଅଛି ମିନିମମ୍ 3500 ହେକ୍ଟର ମିଟରର ଭଲ୍ୟୁମ୍ ପାଣି ଲାଗିବ আর যেটা দেବାକୁ গলে আমার কেনেল সিস্টেমরে 4000 টু 4500 একর্ডিং টু আমার ইন্দ্রাবতীর যে ইঞ্জিনিয়র্স অনেক সেমানଙ୍କର ହିସାବରେ ଟେକ୍ନିକାଲି ସେମିତି ଏଇ ଅଲଗା କେନାଲ ସିଷ୍ଟମରେ କମିଯିବ ସେଥିପାଇଁ ହିଁ ଏଇ ବର୍ଷ ଆପଣଙ୍କର ଲିଫ୍ଟର ପାଣିର ଯୋଗାଣ କରାଯାଇପାରିନଥିଲା ମାନେ ଆମେ ଚେଷ୍ଟା କରିଥିଲୁ ବଟ୍ ସେଇଟା ହେଇପାରୁନଥିଲା ବଟ୍ ଆଗାମୀ ବର୍ଷରେ ଯଦି ଅଧିକ ପାଣି ରହିବ ଗଲା ବର୍ଷ ଯେମିତି ଥିଲା ସେଇଭଳିଆ ଯଦି ପାଣି ରହିବ ଦେନ୍ ନିଶ୍ଚୟ ଆମେ ଆପଣମାନଙ୍କୁ ବି ପାଣି ଯୋଗାଣ କରାଇବା ସେଇଟା ମୁଁ ଆପଣଙ୍କୁ ଆଶ୍ୱାସନା ଦେବା ପାଇଁ ଏଠି ଆସିଛି ଆଇ ହୋପ୍ ମୁଁ ଆଶା ରାଖୁଛି ଆପଣମାନେ ଏଇ କଥାଟା ବୁଝିବେ ଆମେ ବି ଏଇଟା ବି ଆପଣମାନେ ବୁଝିବେ ଯେ ଆମେ ଆପଣଙ୍କର ହିଁ କାମ ଏଠି ଅଛୁ ଆପଣଙ୍କ ପାଇଁ ସେବା କରିବା ପାଇଁ ଅଛୁ ଏଠି ଆର୍ ଆମେ ଆପଣଙ୍କର ସଙ୍ଗରେ ଅଛୁ ଆପଣଙ୍କ ବିରୁଦ୍ଧରେ ନାହିଁ ଆପଣମାନଙ୍କର ହିଁ କେମିତି ସମସ୍ତଙ୍କର ଗୋଟେ ଉପକାର ହେଇପାରିବ ସେଇ ବଢ଼ିଆ ସଜେସନ୍ ଅଥବା ସଲ୍ୟୁସନ୍ କରିବା ପାଇଁ ଆସୁଛୁ ତ ଆମେ ଆଶା ରଖିବୁ ନେକ୍ସଟ ଇୟର ଆମର ପାଣିର ସେଇ ଭଳିଆ ସମସ୍ୟା ହେବ ନାହିଁ আর ଆପଣମାନଙ୍କର ଆଜି ଏଇ ବର୍ଷରେ ଯେମିତି ବି ହେବ ସେଇଟା ଟିକେ ଆପଣମାନେ ଆଡ଼ଜଷ୍ଟ କରିବେ ଅଥବା ଏଇ ବର୍ଷ ଏଇଟା ବୁଝିଯିବେ ଟିକେ ସେଇଟା ମୁଁ କହିବା ପାଇଁ ଆସିଛି আর আই হোপ ଆପଣମାନେ ଏଇଟା ବୁଝିବେ আর ଏଇଠି ଆଜି ଆପଣମାନେ ଏତେ ଶୃଙ୍ଖଳା ସହିତ ଯାହା ବି ବସିଛନ୍ତି ଫିର୍ ବି ଆପଣମାନେ ଗଲା ଅଲଗା ପବ୍ଲିକର ଏତେ ପରେଶାନୀ ହେବାକୁ ଦେଲେ ନାହିଁ ତ ସେଥିପାଇଁ ଆପଣମାନଙ୍କୁ ଏଗେନ୍ ମୁଁ ଧନ୍ୟବାଦ ଜଣାଇବି আর ମୁଁ ଆପଣମାନଙ୍କୁ ଅନୁରୋଧ କରିବି ଏବେ ଆପଣମାନେ ଏଇଠାରୁ ଡିସ୍ପର୍ସ ହେଇଯିବେ ଧନ୍ୟବାଦ ଆଗାମୀ ବର୍ଷ ଯଦି ପାଣି ରହିବ ନିଶ୍ଚୟ ଆପଣମାନଙ୍କୁ ପାଣି ଦିଆଯିବ